ধৃতরাষ্ট্র দেখিলে 105 পুଅ 17টা ବିଦ୍ୟାରେ ମୋର ଧୁରନ୍ଧର ହେଲେ ଯୋଉଠି ନିହାତି ଦରକାର କ୍ଷତ୍ରିୟ ମାନଙ୍କର ଧନୁର୍ବିଦ୍ୟା ତା ଅଧ୍ୟୟନ କରିନାହାନ୍ତି। ବିଦ୍ୟା ହଉଛି 18 ପ୍ରକାର। କଣ କଣ ଶୁଣ କହିଲେ ପୁରାଣ ମୀମାଂସା ଧର୍ମଶାସ୍ତ୍ରାଙ୍ଗ ବେଶିକା ବେଦ ଯତ୍ୱା ଇତିହାସ ଚତୁର୍ଦଶ ପୁରାଣ ନ୍ୟାୟ ମୀମାଂସା ଧର୍ମଶାସ୍ତ୍ର ବେଦ ହେଲା 4 ବେଦାଙ୍ଗ ହେଲା 6 ଆୟୁର୍ବେଦ ଧନୁର୍ବେଦ ଗାନ୍ଧର୍ବ ବେଦ ଅର୍ଥଶାସ୍ତ୍ର 17 ବିଦ୍ୟାରେ ମାଏ 105 ଭାଇ ଧୁରନ୍ଧର। ତେଣୁ କ୍ଷତ୍ରିୟ ମାନଙ୍କର ନିହାତି ଦରକାର ଧନୁର୍ବିଦ୍ୟା। ଏ ବିଦ୍ୟାଟି ଅଧ୍ୟୟନ କରିନାହାନ୍ତି ନା। ଧୃତରାଷ୍ଟ୍ର ଅଡୁଆରେ ପଡ଼ିଲେ କହିଲେ ବିଦ୍ୟାଟି କୋଉ ଗୁରୁଙ୍କ ପାଖରେ ମୁଁ ଶିକ୍ଷା ଦେବି ମୋ ପିଲାମାନଙ୍କୁ ନେଇ। ଜ୍ୟେଷ୍ଠ ଅଛନ୍ତି ପୁଅ ବୟୋଜ୍ୟେଷ୍ଠ ପିତାମହ ଭୀଷ୍ମ। ଅନ୍ଧରାଜ ଧୃତରାଷ୍ଟ୍ର ପଚାରିଲେ ଭୀଷ୍ମ କହିଲେ ଶୁଣ ଶୁଣ ମୋରି ଭଳି ଜଣେ ସମସାମୟିକ ଯୋଦ୍ଧା ଅଛନ୍ତି ବ୍ରାହ୍ମଣିଆ ଗୁରୁ ନା ଢୋକି ଦ୍ରୋଣ ତାଙ୍କରି ପାଖରେ ନେଇକି ପିଲାମାନଙ୍କୁ ଛାଡ଼ ସେ ସୁନ୍ଦର ଭାବରେ ଧନୁର୍ବିଦ୍ୟା ଶିକ୍ଷା ଦେବେ। ଯାହା ବି ଏ ପିତାମହ ଭୀଷ୍ମ ମା କଥାରେ 105 ନାତି ଅଧ୍ୟୟନ କରୁଛନ୍ତି ଧନୁର୍ବିଦ୍ୟା ଦ୍ରୋଣ ଗୁରୁଙ୍କ ପାଖରେ। ସୁର ଦିନେ ଶିକ୍ଷା ସବୁ ଶିଷ୍ୟ ସେଦିନ ଖାଇବା ଚୁଟିମା ହେଇଛି। ସକଳ ଧନୁର୍ବିଦ୍ୟାରେ ଧୁରନ୍ଧର ହେଲେଣି କିଏ 105 ଭାଇ। ଖାଇବା ଛୁଟି ବେଳେ ଆସୁଛନ୍ତି 105 ଭାଇ। ଡାକିଦେଲେ ଧର୍ମରାଜ ଯୁଧିଷ୍ଠିର କହିଲେ ଭାଇ ମାନେ ଶୁଣ ଶୁଣ ଭାଇ ଗୁରୁଙ୍କ ଠାରୁ ଆମେ ସକଳ ଧନୁର୍ବିଦ୍ୟା ଅଧ୍ୟୟନ କଲେ କିନ୍ତୁ ଏପର୍ଯ୍ୟନ୍ତ ସେ ବ୍ରାହ୍ମଣିଆ ଗୁରୁ ଆମେ କ୍ଷତ୍ରିୟ ସନ୍ତାନ ତାକୁ ଦକ୍ଷିଣା କିଛି ଦେଲେ। ଶାସ୍ତ୍ର କହୁଛି ପୁତ୍ର ବିହୀନେ ନର୍କେ ଯାଇ ଦକ୍ଷିଣା ବିନା ଫଳ। ଯଦି ବ୍ରାହ୍ମଣିଆ ଗୁରୁଙ୍କ ଠାରୁ ଆମେ ବିଦ୍ୟା ଅଧ୍ୟୟନ କରି ତାକୁ ଦକ୍ଷିଣା ଦେଲେ ଏ ବିଦ୍ୟାର କିଛି ମୂଲ୍ୟ ରହିବ। ଆମେ ଆଜି ନିଷ୍ପତ୍ତି ନେବା ଗୁରୁ ଯାହା ମାଗିବେ ଆମେ ତାହା ତାଙ୍କୁ ଦକ୍ଷିଣା ଦେବା। ମାନେ ଏ କଥାକୁ ସ୍ଥିର କରି ଯୁଧିଷ୍ଠିର ପଚାରିଲେ ଆମେ ସିନା ଦକ୍ଷିଣା ଦବା ଆମର ଅଭାବ ନାହିଁ ଧନ ସମ୍ପତ୍ତି ଗୁରୁ ଯାହା ମାଗିବେ ଆମେ ଦବା କିନ୍ତୁ ଗୁରୁଙ୍କ ସମ୍ମୁଖ ଭାଗରେ ଦକ୍ଷିଣାଟା ଆଗ ଛିଡ଼ା ହୋଇକି ଯାଚିବ। ସବୁ ଶିକ୍ଷା ଆଜ୍ଞା ଏ 105 ଭାଇ କହୁଛନ୍ତି ଗୁରୁଙ୍କ ସମ୍ମୁଖରେ ଛିଡ଼ା ହୋଇ ଦକ୍ଷିଣା ଟିକେ ଯାଚିବ। ତା ଅର୍ଥ ଏମାନଙ୍କର ଗୁରୁ ଭକ୍ତି କେତେ ଏ ପୁରାଣରୁ ଆମେ ବୁଝୁଛୁ। ଗୁରୁଙ୍କ ସମ୍ମୁଖରେ ଛିଡ଼ା ହୋଇ କଥା କହିବା ପାଇଁ ମଧ୍ୟ ଭୟ ଲାଗୁଛି। ପୁଅ କହିଲେ କିଏ କହିବ ମୁଁ ପାରିବିନି। ଯୁଧିଷ୍ଠିର କହିଲେ ଗୋଟେ କାମ କରିବା ଆମେ ତ ଏପର୍ଯ୍ୟନ୍ତ ଗୁରୁଙ୍କ ସମ୍ମୁଖରେ ଛିଡ଼ା କଥା କହିନେ ସେ ସାହସ ନାହିଁ। ଆମର ଜେଜେବାପା ଅଛନ୍ତି ପିତାମହ ଭୀଷ୍ମ ତାଙ୍କୁ ମଧ୍ୟସ୍ଥତା କରିକି ନବା। ସିଏ ଯିବେ ସିଏ ତାକୁ ଦକ୍ଷିଣା ଯାଚିବେ ଗୁରୁ ଯାହା ମାଗିବେ ଆମେ ଦବା। 105 ଭାଇ ପିତାମହ ଭୀଷ୍ମଙ୍କ ପଦ ତଳେ ଯାଇ ମୁଣ୍ଡିଆ ମାରିଲେ କହିଲେ ଜେଜେ अरे भीमा जेजे तोरा आज बहुत भक्ति मु देखुची जेजे भक्ति रे कोरडा ये समत आसीबार कारण जेजे कथा कोनी हां आबे तो विद्या शिक्षा कोलु अच्छा हम मन मन
ସ୍ଥିର କରୁଛୁ ଗୁରୁ କିଛି ଦକ୍ଷିଣା ଦେବା ହଁ ହଁ ତେବେ ଆମେ ସାହସ କରିପାରୁଛୁ ଗୁରୁକୁ ଦକ୍ଷିଣା ଯାଚିବ କିଏ ସେ ଆଚ୍ଛା ଯଦି ଆପଣ ଟିକେ ଚାହାନ୍ତେ ଗୁରୁକୁ ଦକ୍ଷିଣା ଯାଚନ୍ତେ ହଁ। ଗୁରୁ ଯାହା ମାଗନ୍ତେ ଆମେ ତାଙ୍କୁ ଦଉଛୁ ମନେ ମନେ ବା ପ୍ରଶଂସା କଲେ ପିତାମ ବିଷ୍ଣୁମୟ କଲେ ଯାହା ହବ ନାତି ମାନଙ୍କର ଏ ପର୍ଯ୍ୟନ୍ତ ଗୁରୁଙ୍କ ପ୍ରତି ସମ୍ମାନ ଅଛି ଆନନ୍ଦ କହି ହଉ ହେଲା ମୁଁ ଯିବି ଦକ୍ଷିଣା ଯାଚିବି ତମେ ଦକ୍ଷିଣା ଦବ 105 ନାତିକି ଧରି ତୁଳଙ୍କର ଆଖଡ଼ା ବାରଣ୍ଡା ପାଖରେ ଯାଇକି ପହଞ୍ଚି ଗଲେ ଗୁରୁଦେବ ବସିଛନ୍ତି ପିତାମ ଭୀଷ୍ମଙ୍କ ସମେତ 105 ନାତି ମୁଣ୍ଡିଆ ମାରିଲେ ପୁଅ ଗୁରୁ ଦୃଢ଼ଙ୍କର ପଦ କଞ୍ଜରେ ମାନେ ବିଶ୍ୱ ଗୁରୁ ଦ୍ରୋଣକୁ ମୁଣ୍ଡିଆ ମାରିଲେ ହଁ ହଁ ନା ଛାଇ ଛାଇ ନା କଥା କଣ କି ଏ ବିଶ୍ୱ ବୟସରେ ବଡ କି ଦ୍ରୋଣ ବଡ ବୟୋଜ୍ୟେଷ୍ଠ ଅଛନ୍ତି ଭୀଷ୍ମ